କଣ୍ଟାମାଳ ଥାନା ଅନ୍ତର୍ଗତ ଡୁମାଳପାଲି ଗ୍ରାମ ନିକଟରେ ବାଇକ୍ ଦୁର୍ଘଟଣା ଓ 2 ଜଣ ଗୁରୁତର। ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଡୁମାଳପାଲି ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟା 6ଟା ସମୟରେ ଭାରସାମ୍ୟ ହରାଇ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବାଇକ୍ ଦୁର୍ଘଟଣାରେ ବାଇକ୍ରେ ବସିଥିବା 2 ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ଲଣ୍ଡାଗାଁ ସର୍ଗିପଡ଼ା ଗ୍ରାମର 3 ଜଣ ବ୍ୟକ୍ତି ନିଜ କାମ ସାରି କଣ୍ଟାମାଳରୁ ଏକ ବାଇକ୍ ଯୋଗେ ନିଜ ଘରକୁ ଫେରୁଥିଲେ। କଣ୍ଟାମାଳରୁ ସିନ୍ଧିଗୁରା 41 ନମ୍ବର ରାଜ୍ୟ ରାଜପଥ ଡୁମାଳପାଲି ଗ୍ରାମ ନିକଟରେ ଭାରସାମ୍ୟ ହରାଇ ବାଇକ୍ଟି ରାସ୍ତା କଡ଼ରେ ଥିବା ଧାନଗଦା ସହିତ ବାଡ଼େଇ ହୋଇଥିଲା। ଦୁର୍ଘଟଣାରେ ବାଇକ୍ରେ ବସିଥିବା 50 ବର୍ଷୀୟ ଦୌଲତ ଭୋଇ ଓ 50 ବର୍ଷୀୟ ଯୋଗେଶ୍ୱର ଦୀପ ଗୁରୁତର ଆହତ ହୋଇଥିଲେ। ବାଇକ୍ ଚାଳକ ଜିତୁ ବଗର୍ତ୍ତୀ ସୌଭାଗ୍ୟକ୍ରମେ ରକ୍ଷା ପାଇଯାଇଛନ୍ତି। ମଲ୍ଲିକୁଦ ଗ୍ରାମର ରାଧେଶ୍ୟାମ ମିଶ୍ର ଗ୍ରାମବାସୀଙ୍କ ସହାୟତାରେ ଆମ୍ବୁଲାନ୍ସ ଦ୍ୱାରା ସମସ୍ତଙ୍କୁ କଣ୍ଟାମାଳ ଡାକ୍ତରଖାନାରେ ନେଇ ଚିକିତ୍ସା କରାଇଛନ୍ତି। କଣ୍ଟାମାଳରୁ ଅବୁବକର ଖାନଙ୍କ ରିପୋର୍ଟ, ମୋ ଜିଲ୍ଲା ଖବର।